ओडा ଓଡ଼ିଆ କଥା ସାହିତ୍ୟର କଥାକାର ମନୋଜ ଦାସ ହେଉଛନ୍ତି ସ୍ୱତନ୍ତ୍ର ପ୍ରତିଭା। ସେ ତାଙ୍କର ସାରସ୍ୱତ ଜୀବନ ଛାତ୍ର ବୟସରୁ ଆରମ୍ଭ କରିଥିଲେ। ଆଜି ଆମେ ପଢ଼ିବା ନବମ ଶ୍ରେଣୀର ପଠିତ ଗଳ୍ପ ଲକ୍ଷ୍ମୀର ଅଭିସାର, ଯେଉଁ ଗଳ୍ପଟିରେ ଛୋଟ ପିଲାର ସରଳ ବିଶ୍ୱାସକୁ ଯଥାର୍ଥ ଭାବରେ ପ୍ରକାଶ କରାଯାଇଛି। ଆଜିର ସାଧାରଣ ବିବେକହୀନ ରାଜନୈତିକ କୁଜି ବା ବଡ଼ ପଣ୍ଡାମାନେ ନିଜର ସ୍ଥୂଳ ଚିନ୍ତାଧାରା ପାଇଁ ଲକ୍ଷ୍ମୀ ପରି ସରଳ ଝିଅକୁ ବୁଝିପାରି ନାହାନ୍ତି। ଫଳରେ ତା'ର ବିଚାରହୀନ ସ୍ୱଭାବ ପାଇଁ ସରଳ ଝିଅଟି ସମସ୍ତଙ୍କ ଦୃଷ୍ଟିରେ ଚୋରଣୀ ବୋଲି ସାବ୍ୟସ୍ତ ହୋଇଛି ଏବଂ ତା'ର ପରିଣତରେ ସେ ମୃତ୍ୟୁ ପଥର ଯାତ୍ରୀ ହୋଇଯାଇଛି। ଆସନ୍ତୁ ଶୁଣିବା ଗଳ୍ପ ଲକ୍ଷ୍ମୀର ଅଭିସାର। ଯେତେବେଳେ ସହରତଳି ବସତିଟିର ବୃକ୍ଷଲତା ପଥପ୍ରାନ୍ତକୁ ଆୟତ କରି ଦ୍ୱିପ୍ରହର ବିରାଜମାନ କରେ, ବିଗତ ଯୁଗର ଅବଧାନଙ୍କର ଆବିର୍ଭାବରେ ମୁଖରିତ ଚାଟଶାଳୀ ନିଶବ୍ଦ ହେଲା ପ୍ରାୟ ହୁଏ ବସତିଟିର ଅବସ୍ଥା। ସେତିକିବେଳେ ମନ୍ଦିରର ଦକ୍ଷିଣ ପାର୍ଶ୍ୱସ୍ଥ କୃଷ୍ଣଚୂଡ଼ା ଗଛର ଛାଇ ତଳୁ ଉଙ୍କି ମାରେ ଲକ୍ଷ୍ମୀ। ବଡ଼ ଡର, ଇଚ୍ଛା ଥରେ ମନ୍ଦିର ପ୍ରାଙ୍ଗଣ ଭିତରକୁ ଆସିଯିବା ପାଇଁ, ବଡ଼ ଇଚ୍ଛା ଥରେ ମନ୍ଦିର ଭିତରକୁ ପଶିଯିବା ପାଇଁ, କିନ୍ତୁ ବଡ଼ ଡର ବୁଢ଼ା ପୂଜାରୀଟିକୁ। ସେ ପଣ୍ଡିତ ଦେଖିବା ମାତ୍ରେ ପଚାରିଦେବେ ମାନସାଙ୍କ ନତୁବା ଗୋଟାଏ ତାତ୍ପର୍ଯ୍ୟପୂର୍ଣ୍ଣ ସାଧୁ ଶବ୍ଦର ଅର୍ଥ। ସର୍ବୋପରି ଠାକୁରଙ୍କର ନିଜ ଲୋକ ହିସାବରେ ମନ୍ଦିର ଆଖପାଖରୁ ପିଲାମାନଙ୍କୁ ତଡ଼ିବା ତାଙ୍କର ଅନ୍ୟତମ କାମ। ଅନେକ ଦ୍ୱିପ୍ରହର ପରେ ଆଜି ପୂଜାରୀ ପଣ୍ଡିତ ଶୋଇପଡ଼ିଛନ୍ତି, ଘୁଙ୍ଗୁଡ଼ି ବି ମାରୁଛନ୍ତି। ଲକ୍ଷ୍ମୀ ଅତି ସନ୍ତର୍ପଣରେ ତାଙ୍କୁ ଅତିକ୍ରମ କରିଗଲା। ତାପରେ ଅଭ୍ୟନ୍ତରରେ ପ୍ରବେଶ କରି ସିଧା ଠାକୁରଙ୍କ ଆଗରେ ଯାଇ ବସିପଡ଼ି ମୁଣ୍ଡିଆଟିଏ ମାରିଲା। ତାପରେ 2 ମିନିଟ୍ ମୁଗ୍ଧ ମଧୁର ନୟନରେ ମୂର୍ତ୍ତି ଓ ତାଙ୍କ ବେଶଭୂଷାକୁ ନିରୀକ୍ଷଣ କରିସାରି କହିଲା, ମୋତେ ଚିହ୍ନି ପାରୁଛ ତ? ମୁଁ ଲକ୍ଷ୍ମୀ। ଓ ଭଗବାନ, ମାସଟିଏ ଧରି ସବୁଦିନ ତମ ପାଖକୁ ଆସିବାକୁ ଚେଷ୍ଟା କରୁଛି, କିନ୍ତୁ ପଣ୍ଡିତ ବାଟ ଓଗାଳି ବସୁଛି। ଆଜି ବୁଢ଼ା ଶୋଇପଡ଼ିଛି। ହେ ଭଗବାନ, ପଣ୍ଡିତ କ'ଣ ରାତିରେ ବି ଏମିତି ଘୁଙ୍ଗୁଡ଼ି ମାରେ? ତୁମକୁ ନିଦ ହୁଏ କେମିତି ପ୍ରଭୁ? ଆମ ସ୍କୁଲ ପଣ୍ଡିତ ବି ଏମିତି ଘୁଙ୍ଗୁଡ଼ି ମାରନ୍ତି। ଆଚ୍ଛା ଠାକୁର, ପଣ୍ଡିତମାନେ କାହିଁକି ଘୁଙ୍ଗୁଡ଼ି ମାରନ୍ତି? ମୁଁ ଯଦି ଘୁଙ୍ଗୁଡ଼ି ମାରିବାକୁ ଶିଖିବି ତେବେ ମୁଁ ପଣ୍ଡିତ ହୋଇପାରିବି? ନା ନା ଠାକୁର, ତମେ ଚଟାପଟ ଏମିତି ବର ଦେଇ ବସିବନିଟି। ବରଂ ମୋତେ ପଣ୍ଡିତ ହେବା ନ ହଉ, ମୁଁ ଯେମିତି ଘୁଙ୍ଗୁଡ଼ି ନ ମାରେ। ହଁ, ବରଟିଏ ମାଗିବି ଏକା, ସେ କଥା ପରେ କହିବି। ଆଚ୍ଛା, ମାସକ ତଳେ ରାତିରେ ସ୍ୱପ୍ନରେ ମୋତେ କ'ଣ କହିଲ? ତୁମ ସହିତ ଖେଳୁନାହିଁ କାହିଁକି? ତୁମ କଥା ଭୁଲିଗଲି? ଏମିତି କିଛି କହିଲ ଯେମିତି ନୁହେଁ। ତହିଁ ପରଠାରୁ ତ ତୁମ ପାଖକୁ ଆସିବା ସକାଶେ ଚେଷ୍ଟା କରୁଛି, ପାରୁନାହିଁ। ଆରେ ବାପରେ, ତମକୁ ଏ କଦଳୀ କାନ୍ଦି କିଏ ଦେଇଛି? ଉପର 2 ଫେଣା ଯାକ ଏକାଥରକେ ପାଚିଗଲାଣି। ତମେ ଖାଇବ କେମିତି? ସାବଧାନ ଠାକୁର, ସବୁ ଏକାଥରେ ଖାଇବ ନାହିଁଟି, ଦେହ ଖରାପ ହେବ। 1, 2, 3, 4, 5, 24ଟା ପାଚିଛି। ତମେ ଦୈନିକ 2ଟା, ଆଚ୍ଛା ହେଲା 4ଟା କରି ଖାଇବ। ହେଲା, ତାହେଲେ 24ଟା ଖାଇବାକୁ 4 ଦିନ 5 ଦିନ, ଏଇ ହେଲା ମୁସ୍କିଲ ଠାକୁର। ମୋତେ ଅଙ୍କ ମୋଟେ ଆସୁନାହିଁ। ହଁ, କଥାଟାଏ କହୁଥିଲି, ତୁମେ ଗୋଟାଏ ଯାଦୁ କରନ୍ତ ନାହିଁ? ଦିନେ ରାତିରେ ସଭିଏ ଶୋଇଥାନ୍ତେ, ସେତିକି ବେଳେ ତୁମେ ଗୋଟାଏ କିଛି କରିଦିଅନ୍ତ। ସକାଳେ ଉଠିଲା ବେଳକୁ ସମସ୍ତଙ୍କ ଅଙ୍କ ଭୁଲି ଯାଇଥାନ୍ତେ। ମାନେ ଅଙ୍କ ଖାଲି କଷିବାକୁ ଭୁଲି ଯାଆନ୍ତେ ବୋଲି ମୁଁ କହୁନାହିଁ। ଅଙ୍କ ବୋଲି ଗୋଟାଏ ବିଷୟ ଅଛି, ପୁରା ସେଇ କଥାଟା ହିଁ ସଭିଏ ଭୁଲିଯାଆନ୍ତେ। ନା ନା ନା, ତମେ ହଠାତ୍ ବର ଦେଇ ବସିବ ନାହିଁ ଠାକୁର। ହୁଏତ ଅଙ୍କର ବି କିଛି ଭଲ ଗୁଣ ଥିବ, ସେ କଥା ବୁଝିବାର ବୟସ ମୋର ହୋଇନାହିଁ, ନୁହେଁ? ହଁ, ବର ଯଦି ଦେବ ଠାକୁର, ତେବେ ଏଇ ବର ଦିଅ, ଲୋକେ ଯେମିତି ଧୀର ଭାବରେ ତୁମକୁ ଭକ୍ତି ଜଣାଇବେ। ସେଦିନ ଶେଷ ରାତିରେ ତୁମେ ସ୍ୱପ୍ନରେ କ'ଣ କହୁଥିଲ? ସେତିକିବେଳେ ମୋ ନିଦ ଭାଙ୍ଗିଗଲା, କାରଣ ତମ ମନ୍ଦିରରୁ କଳଗାଉଣାର ସ୍ତବ ବାଜିଲା। କଳଗାଉଣା ଭଲ, କିନ୍ତୁ ଏଇ ଯେଉଁ ଯନ୍ତ୍ରଚୁଙ୍ଗା ଲଗାଇ ଏଡ଼େ ହଲ୍ଲା କରି ଗୀତ ବୋଲୁଛନ୍ତି, ସେଇଟା କ'ଣ ଭଲ ଠାକୁର? ଆମ ଘର ପଛପଟେ ଆଉ ଗୋଟାଏ କୋଠା ଅଛି, ସେଇଟାକୁ ଅନ୍ୟ ଗୋଟାଏ ଧର୍ମର ଲୋକେ ଯାଆନ୍ତି। ସେଠାରେ ଚୁଙ୍ଗା ଲଗାଇ ସେମାନେ ଭଗବାନଙ୍କୁ ଡାକନ୍ତି। ଆଚ୍ଛା, ଏଡ଼େ ଗର୍ଜନ କରି ତୁମ ପ୍ରାର୍ଥନା ନ ବୋଲିଲେ ତୁମେ କ'ଣ ଶୁଣିପାର ନାହଁ? ମୁଁ ସେଦିନ ବୋଉକୁ ପଚାରିଲି, କହିଲି ବୋଉ, ଧ୍ରୁବ ପ୍ରହ୍ଲାଦ କ'ଣ ଯନ୍ତ୍ରଚୁଙ୍ଗା ଲଗାଇ ଭଗବାନଙ୍କର ସ୍ତବ ଗାଉଥିଲେ? ବୋଉ ଭାବିଚିନ୍ତି ନାହିଁ କଲା। ବୋଉ ତ ସବୁବେଳେ ଠିକ୍ କଥା କହେ, ନୁହେଁ? ତା ଛଡ଼ା ମୁଁ ତ ଏଡ଼େ ଆସ୍ତେ କଥା କହୁଛି, ଅଥଚ ତୁମେ
ବେଶ ଶୁଣିପାରୁଛ, ଦେଖୁଛି। ତେବେ ତେବେ ଭଗବାନ, ମୁଁ ଯଦି କିଛି ଭୁଲ କହୁଥିବି ତୁମେ କିଛି ଭାବିବ ନାହିଁ। ତୁମକୁ ଯଦି ବଡ଼ ପାଟି ସୁଖ ଲାଗୁଥିବ ତେବେ ମୋ କଥାରେ ଯନ୍ତ୍ରଚୁଙ୍ଗା ଉଠାଇଦେବା ଦରକାର ନାହିଁ। ସତ କଥା କହିବି, ମୁଁ ବଡ଼ ଡରକୁଳି। ଚିତ୍କାର ଶୁଣିଲେ ମୋ ଭିତରେ ହଠାତ୍ ଛାନିଆ ପଶିଯାଏ। ଆଉ ମୋ ବାପା ବି ବୋଧହୁଏ ମୋରି ଭଳି। ସେଦିନ ବିଚରାକୁ ଜ୍ୱର ହୋଇଥିଲା। ଗୋଟାଏ କ'ଣ ଉତ୍ସବ ପାଇଁ ସାହି ପଡ଼ିଶା ଘରେ ସାରାଦିନ ଯନ୍ତ୍ରଚୁଙ୍ଗା ଗୀତ ବାଜିଲା। ବାପା ବିଚରା କେଡ଼େ ଛଟପଟ ନ ହେଲା। ମୋ ହାତକୁ ନେଇ ବାରମ୍ବାର ତା କାନ ଦୁଇଟିକୁ ଚାପି ଧରୁଥାଏ। ବାପାକୁ ଆଉ ମୋତେ ତୁମେ ଟିକେ ସାହସୀ କରିଦିଅ ପ୍ରଭୁ। ଆଚ୍ଛା ଭଗବାନ, ବାପାଙ୍କୁ କିଛି ଟଙ୍କା କରାଇ ଦିଅନ୍ତ ନାହିଁ? ସେଦିନ ମୁଁ ବାପାକୁ କହିଲି ମୋର ଗୋଟାଏ ଫ୍ରକ୍ ଦରକାର। ବାପା ବୋଉ କହିଲା, ମୋ ଝିଅ କେବେ କିଛି ମାଗେ ନାହିଁ, ଆଜି ମୁଁ ତାକୁ ଜରୁର ଫ୍ରକ୍ କିଣିଦେବି। କେତେ ଖୁସି ହେଲି। କିନ୍ତୁ ତୁମେ କ'ଣ କହିଲ ବୁଝିପାରିଲି ନାହିଁ। ତୁମେ ଆଉ ଥରେ ତୁମ ସୁବିଧା ଅନୁସାରେ ମୋତେ ଥରେ ସ୍ୱପ୍ନରେ କହିବ, ଏତିକି ବର ମାଗୁଥିଲି। ଆଉ ତମେ ଯଦି ପଣ୍ଡିତକୁ ଏମିତି ଟିକିଏ ଟିକିଏ ଖରାବେଳେ ଶୁଆଇ ପକାନ୍ତ ମୁଁ କେଡ଼େ ଖୁସିରେ ଆସନ୍ତି। ହେ ଭଗବାନ, ପଣ୍ଡିତଙ୍କ ଘୁଙ୍ଗୁଡ଼ି ଆଉ କାହିଁ ଶୁଭୁ ନାହିଁ। ହୁଏତ ଉଠି ପଡ଼ିବେ। ଆଜି ତେବେ ଯାଏ। ହଁ, ତୁମେ ସବୁ କଦଳୀ ଏକାଥରେ ଖାଇଦେବ ନାହିଁଟି? ମନେ ରହିବ ତ? ମୁଁ ନେବି ଦିଟା? କାହିଁକି? ନାଇଁ ନାଇଁ ନାଇଁ, ନେବାକୁ ହେବ। ଆଚ୍ଛା ତେବେ। ଲକ୍ଷ୍ମୀ କଦଳୀ ଦୁଇଟା ଛିଡ଼ାଇଲା ଓ ଠାକୁରଙ୍କୁ ପ୍ରଣାମ କରି ଦ୍ୱାର ପର୍ଯ୍ୟନ୍ତ ଆସିଲା। ବାହାରେ ପ୍ରଖର ଦିବାଲୋକ। ମୁହୂର୍ତ୍ତକ ପାଇଁ ସେ ବିସ୍ମିତ ହୋଇଥିଲା ସମୟ ଜ୍ଞାନ। ବିସ୍ମିତ ହୋଇଥିଲା ଏଇଟା ଦିନ କି ବିସ୍ତୃତ ହୋଇଥିଲା ଏଇଟା ଦିନ କି ରାତି। ହଠାତ୍ ଏକ ପ୍ରଚଣ୍ଡ କଣ୍ଠ ତାକୁ ହତଚକିତ କଲା। ଦିନ ଦ୍ୱିପ୍ରହରେ ଠାକୁର ପାଖରୁ କଦଳୀ ଚୋରି! ଏଡ଼େ ସାହସ! ଖେଦି ଆସୁଥିଲେ ପଣ୍ଡିତେ। ଲକ୍ଷ୍ମୀ ଗୋଟାଏ ମୁହୂର୍ତ୍ତ କାଠ ପିତୁଳା ଭଳି ସ୍ତମ୍ଭୀଭୂତ ହୋଇ ରହିଲା। ତାପରେ ଦୌଡ଼ିଲା। ପଣ୍ଡିତ ବି ଦୌଡ଼ିଲେ। ସାମ୍ନାରେ ପୋଖରୀଟିଏ। ଲକ୍ଷ୍ମୀର ପଥଘାଟ ଜ୍ଞାନ ଯେମିତି ବିଲୁପ୍ତ ହୋଇଥିଲା। ସେ ପଶିଗଲା ପୋଖରୀ ଭିତରେ। ପଣ୍ଡିତଙ୍କ କଣ୍ଠ ଶୁଣି ତାଙ୍କୁ ଧାବମାନ ଅବସ୍ଥାରେ ଦେଖି ଜମି ଆସିଲେ ଲୋକେ। 5, 10, 15, 20 ଏଇଭଳି। ଲକ୍ଷ୍ମୀ ପୋଖରୀ ଭିତରେ ଛିଡ଼ା ହୋଇଛି। ଅଣ୍ଟା ଯାଏ ପାଣି। ଛାତିରେ ଭିଡ଼ି ଧରିଛି କଦଳୀ ଦୁଇଟିକୁ। ବାହାରିଆ ପୋଖରୀ ଭିତରୁ। ପଣ୍ଡିତ ରଡ଼ି କଲେ, ବାହାରିଆ! ଅନ୍ୟମାନେ ବି ପାଟି କଲେ। ବିସ୍ଫୋରିତ ନୟନେ ଲକ୍ଷ୍ମୀ ସଭିଙ୍କୁ ଅନାଇଥାଏ କେବଳ। ତାପରେ ଜନତାଙ୍କୁ ଠେଲି ପୋଖରୀ ଆଡ଼କୁ ବାହାରି ଆସିଲେ ଲକ୍ଷ୍ମୀର ବାପା। ତାଙ୍କୁ ଦେଖିବା ମାତ୍ରେ କାନ୍ଦି ଉଠିଲା ଲକ୍ଷ୍ମୀ। ପାଣିରେ ପଶି ବାପା ତାକୁ କୋଳ କରି ଉଠାଇ ଆଣିଲେ। ଜନତା କହିଲେ, ଆହା, କେଡ଼େ ଗୁଣବତୀ କନ୍ୟା! କଦଳୀ ଦୁଇଟା ବଡ଼ କଥା ନୁହେଁ ଯେ, କଥା ହେଲା ଝିଅର ଚରିତ୍ର। ଦିନ ଦ୍ୱିପ୍ରହରେ ଏଡ଼ିକି ସାହସ! ବାପରେ! କଦଳୀ ଦୁଇଟି ଲକ୍ଷ୍ମୀ ହାତରୁ ନେଇ ବାପା ପଣ୍ଡିତଙ୍କୁ ଧରେଇ ଦେଲେ ଓ ନିର୍ବାକ ଭାବରେ ଝିଅକୁ କାନ୍ଧରେ ପକାଇ ଧୀରେ ଧୀରେ ଘରକୁ ଫେରିଲେ। ଲକ୍ଷ୍ମୀ ଆଉ କଥା କହିନାହିଁ। ସନ୍ଧ୍ୟାକୁ ଆସିଲା ପ୍ରବଳ ଜ୍ୱର। 3 ଦିନ ପରେ ସେ ଚାଲିଗଲା। ରବିବାର ସନ୍ଧ୍ୟାରେ ସାପ୍ତାହିକ ପୁରାଣ ପାଠ ସମାବେଶରେ ସେଥର ସମସ୍ତଙ୍କ ମୁହଁରେ ଦିଅଙ୍କ ପ୍ରଶଂସା। ଯେଉଁ ଦେବତାକୁ ସେମାନେ ଭରଣ ପୋଷଣ କରି ରଖିଛନ୍ତି ସେ ଏଡ଼େ ପ୍ରତ୍ୟକ୍ଷ ଦେବତା। ତାଙ୍କ ସିଂହାସନ ପାଖରୁ ତାଙ୍କ ଆହାର ଚୋରି କରି ଯେ ନିସ୍ତାର ନାହିଁ, ଏହାର ପ୍ରମାଣ ସେ ଦେଖାଇଦେଲେ। ଏହି ଆଲୋଚନାରେ ଅଂଶଗ୍ରହଣ କରୁଥିବା ମନ୍ଦିରର ପୁନର୍ନିର୍ମାଣ ବେଳେ ଆଦାୟକୃତ ଚାନ୍ଦାର ପ୍ରଚୁର ପରିମାଣ ଆତ୍ମସାତ କରିଥିବା ସ୍ଥାନୀୟ ନେତା ଓ ମନ୍ଦିରର ବିଭିନ୍ନ ବିଭାଗରୁ କ୍ରମାଗତ ଚୋରି କରୁଥିବା 2 ଜଣ ସେବକ ଲକ୍ଷ୍ମୀର ଦଶାରେ ରୋମାଞ୍ଚିତ ହେବା ସଙ୍ଗେ ସଙ୍ଗେ ଭଗବାନ ସେମାନଙ୍କର ଚୋରି ଧରିପାରିଛନ୍ତି କି ନାହିଁ, ଧରିଥିଲେ କି ଅବା ଉଦ୍ଦେଶ୍ୟରେ ପ୍ରତିଶୋଧ ନେଇନାହାନ୍ତି, ଏହା ନେଇ ଅତ୍ୟନ୍ତ ଦୁଶ୍ଚିନ୍ତାରେ ପଡ଼ିଥିଲେ। ଫଳରେ ଦିଅଙ୍କ ପ୍ରଚୁର ପ୍ରଶଂସା କରୁଥିଲେ ସେମାନେ। ଦିଅଁ ଶୁଣୁଛନ୍ତି ବୋଲି ଆଶା କରୁଥିଲେ। ବିମର୍ଷ ଭାବରେ ନୀରବରେ ବସି ରହିଥିଲେ ଏକା ପୂଜାରୀ ପଣ୍ଡିତେ। ଯେତେବେଳେ ଦିଅଙ୍କର ପ୍ରତ୍ୟକ୍ଷତାର ପ୍ରମାଣରେ ଉଦ୍ବୁଦ୍ଧ ହୋଇ ଜନତା ହରିବୋଲ ଧ୍ୱନି ଦେଇ ଉଠିଲେ, ହଠାତ୍ ପଣ୍ଡିତ ଯେମିତି ଅନୁଭବ କଲେ ସେହି ମୁହୂର୍ତ୍ତରେ ଦିଅଙ୍କର ବିଭୂତି ସିଂହାସନ ଛାଡ଼ି ଚାଲିଗଲା। ପଡ଼ି ରହିଲା କେବଳ ଏକ ଦୀପ୍ତିହୀନ ଅର୍ଥହୀନ ରୂପ। ଏ କ'ଣ ପଣ୍ଡିତେ, ତୁମ ଦେହରେ ତ ଖଇ ଫୁଟୁଛି? ଜଣେ ସେବକ ତାଙ୍କୁ ସ୍ପର୍ଶ କରି ମନ୍ତବ୍ୟ ଦେଲେ। ଜୀବନର ଅବଶିଷ୍ଟ କେଇଦିନ ପଣ୍ଡିତେ ନୀରବରେ ଏତିକି ପ୍ରାର୍ଥନା କରିଥିଲେ, ପ୍ରଭୁ, ପରଜନ୍ମରେ ଏ ପାପିଷ୍ଠ ଜେନେ ଝିଅ ଆୟୁ ନ ହୋଇ ଭୂମିଷ୍ଠ ହେଉ। ଧନ୍ୟବାଦ।